ଆପଣଙ୍କ ପରିଚୟ? ପ୍ରଫୁଲ୍ଲ କୁମାର ତରାଇ। ଆଜି ଯେ ଆପଣ କାର୍ଯ୍ୟକ୍ରମରେ ଯୋଗଦାନ କଲେ କ'ଣ କହିବେ ଆଜ୍ଞା? ମୁଁ ଏକ ସଫଳ ଚାଷୀ ହିସାବରେ ମୋତେ ନିମନ୍ତ୍ରିତ କରାଯାଇଥିଲା ଡିଷ୍ଟ୍ରିକ୍ଟ ଫିସର ଅଫିସରଙ୍କ ମାଧ୍ୟମରେ। ତେଣୁ ମୁଁ କହିବା କଥା କି ଆମେ ଯେଉଁ ପ୍ରକାର ମତ୍ସ୍ୟ ଚାଷରେ ଚିଙ୍ଗୁଡ଼ି ଖାରା ପାଣିରେ ଲୁଣି ପାଣିରେ ଯେଉଁ ଚିଙ୍ଗୁଡ଼ି ଚାଷ ହେଉଛି ଚାଷୀମାନଙ୍କର ବହୁତ ଦୁର୍ଦ୍ଦଶା ହେଇକି ଗତି କରୁଛନ୍ତି। ତେଣୁ ସେ ବହୁତ ବେଳେ ଲସ୍ କରୁଛନ୍ତି। ଠିକ୍ ଭାବରେ ପ୍ରପର ୱେରେ ଚାଷ କଲେ ସେମାନେ ଲାଭବାନ ହେଇପାରିବେ। ତେଣୁ ଆଉ କୌଣସି ପ୍ରକାର ଗୋଟେ ପୋଖରୀ ଜାଗାରେ 5ଟି ପୋଖରୀ ଚାଷ କରିପାରିବେ। ଏବଂ ଆଉ ମୁଁ ଗୋଟିଏ କଥା ହେଲା ସମସ୍ତଙ୍କୁ ବାଧ୍ୟତାମୂଳକ ଯେଉଁ CAA କୋଷ୍ଟାଲ ଏକ୍ୱାକଲଚର ଅଥରିଟି ଯେଉଁ ନିୟମ କରିଛି, ଯେଉଁ ନିୟମ ନିର୍ଦ୍ଧାରିତ ହୋଇଛି ସେଥିରେ ଲାଇସେନ୍ସ କରିବା ବାଧ୍ୟତାମୂଳକ ଏବଂ ଲାଇସେନ୍ସର ଯଦି ସମୟ ଚାଲିଯାଇଛି ତାହା ରିନ୍ୟୁଆଲ୍ କରିବା ବାଧ୍ୟତାମୂଳକ। ଆମେ ଯଦି ସେଇ ଚାଷୀରେ ସାର୍ଟିଫିକେଟ୍ଟି କରିବା ତେଣୁ ଆମେ ଠିକ୍ସେ ଚାଷ କରିପାରିବା ଏବଂ ମାଛଟିକୁ ଠିକ୍ ଭାବରେ ଠିକ୍ ରେଟ୍ରେ ବିକ୍ରି କରିବା। ଏହାର ନିର୍ଦ୍ଧାରିତ ନିୟମ ବିଷୟରେ ଗତକାଲି ମଧ୍ୟ ସେମାନେ କଟକରେ ଏକ ବଡ଼ ଧରଣର ମିଟିଂ କରିଥିଲେ ଏବଂ ସେହି ମିଟିଂରେ ସେମାନେ ଯାହା ଚର୍ଚ୍ଚା କରିଛନ୍ତି ଯଦି ସାର୍ଟିଫିକେଟ୍ ନଥିବ ସେ ପୋଖରୀକି JCB ନେଇକି ହୁଡ଼ା ଭାଙ୍ଗିବାର ମାନେ ଅଧିକାର ଦିଆଯାଇଛି ଏବଂ ଡିଷ୍ଟ୍ରିକ୍ଟ ଫିସର ଅଫିସର AFO ଆସିଷ୍ଟାଣ୍ଟ ଫିସର ଅଫିସର ସମସ୍ତେ ଯାଇକି ସେ ଜମି ପୋଖରୀକୁ ପୁରା ହୁଡ଼ା ଭାଙ୍ଗିବେ।